ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଲା ବଡ଼ ଖୁସି ଖବର। ପରୀକ୍ଷାର ଏତିକି ଦିନ ଭିତରେ ଷ୍ଟୁଡେଣ୍ଟସ୍ ମାନେ ପାଇପାରିବେ ପରୀକ୍ଷାର ରେଜଲ୍ଟ। ନମସ୍କାର ଦର୍ଶକ ବନ୍ଧୁ, କିଛି ଦିନ ହେଲା ଯୁକ୍ତ ଦୁଇ ସେକେଣ୍ଡ ଇୟର ପିଲାମାନଙ୍କ ଫାଇନାଲ୍ ପରୀକ୍ଷା ଆରମ୍ଭ ହୋଇଛି, କିନ୍ତୁ ଏବେ ସେ ଯୁକ୍ତ ଦୁଇ ସେକେଣ୍ଡ ଇୟର ପିଲାମାନଙ୍କର ପରୀକ୍ଷା ଫଳକୁ ନେଇ ଏବେ ଆସିଛି ବହୁତ ବଡ଼ ଅପଡ଼େଟ୍, ଯାହାକି କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ଏଥର ବହୁତ ଜଲ୍ଦି ପ୍ରକାଶ ପାଇବ। ତେବେ ଦର୍ଶକ ବନ୍ଧୁ, କ'ଣ ଆସିଛି ନୂଆ ଅପଡ଼େଟ୍ ଆସନ୍ତୁ ଜାଣିବା। ମେ 15 ତାରିଖରେ ପ୍ରକାଶ ପାଇବାକୁ ଯାଉଛି ଯୁକ୍ତ ଦୁଇ ସେକେଣ୍ଡ ଇୟର ପରୀକ୍ଷା ଫଳ। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକର ଫଳ ପ୍ରକାଶ ପାଇବ। ଆଜି ଏହି ସୂଚନା ଦେଇଛନ୍ତି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ନିର୍ବାଚନକୁ ଦୃଷ୍ଟିରେ ରଖି ମେ 15 ତାରିଖ ଭିତରେ ପରୀକ୍ଷା ଫଳ ବାହାର କରିବେ ବୋଲି CHSE ପରୀକ୍ଷା ନିୟନ୍ତ୍ରକ କହିଛନ୍ତି। ସେ କହିଛନ୍ତି ମାର୍ଚ୍ଚ 20 ତାରିଖରେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳ ଶେଷ ହେବାକୁ ଯାଉଛି। ପରୀକ୍ଷା ସରିବାର 2 ଦିନ ପରେ କିମ୍ବା ମାର୍ଚ୍ଚ 22 ତାରିଖକୁ ଖାତା ଦେଖା ଆରମ୍ଭ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ଖାତା ଦେଖାଯିବ। ମାର୍ଚ୍ଚ 22ରୁ ଏପ୍ରିଲ 2 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ମୂଲ୍ୟାଙ୍କନ ହେବ। ଏହିପରି ଏପ୍ରିଲ 4ରୁ ଏପ୍ରିଲ 15 ତାରିଖ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟରେ ମୂଲ୍ୟାଙ୍କନ ହେବ। ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନଲାଇନ୍ ଏବଂ ଅଫଲାଇନ୍ରେ ଖାତା ଦେଖା ହେବ। କଳା, ବାଣିଜ୍ୟ, ବିଜ୍ଞାନ ଅନଲାଇନ୍ରେ ଖାତା ଦେଖା ହେବ। ଧନ୍ଦାମୂଳକ ଶିକ୍ଷାର ମୂଲ୍ୟାୟନ ଅଫଲାଇନ୍ରେ ହେବ।